ପାଣ୍ଡରାଖାଲରୁ କୁଟିଙ୍ଗୁଡ଼ା ଯୋଉ 8 କିଲୋମିଟର ରାସ୍ତା ଦୀର୍ଘ 8 କିଲୋମିଟର ରାସ୍ତାରେ ଯେଭଳି ଭାବରେ ଗାଁ ଲୋକ ଅଭିଯୋଗ କରିଛନ୍ତି ଯେ ଆମେ ବି ଆମର କ୍ୟାମେରା ମାଧ୍ୟମରେ ବି ଦେଖେଇଦେବୁ ଆପଣଙ୍କୁ କିଭଳି ଭାବରେ ରାସ୍ତାର କାର୍ଯ୍ୟକାରୀ ହୋଇଛି। କୋଉଠି ତ ହୋମ୍ ପାଇପ୍ ଫାଟିଛି, କୋଉ ରାସ୍ତା କଡ଼ରେ ସାଇଡ୍ ୱାଲ୍ରେ କାଠ ମଧ୍ୟ ସେ ସାଇଡ୍ ୱାଲ୍ରେ କଂକ୍ରିଟ ଦେବା କଥା ସେ ଜାଗାରେ କାଠ ଦେଇକିରି ଆଡଜଷ୍ଟମେଣ୍ଟରେ କାର୍ଯ୍ୟ କରି ଆସୁଛନ୍ତି। ସେଇଭଳି ଅଭିଯୋଗ ଗାଁ ଲୋକ ବି କହିଛନ୍ତି। କିଭଳି ଭାବରେ ଅଭିଯୋଗ କରୁଛନ୍ତି ଗାଁ ଲୋକ ଆମେ ତାଙ୍କଠୁ ପ୍ରତିକ୍ରିୟା ନେଇଛୁ। ଭାଇ ଆପଣଙ୍କର ଯୋଉ 8 କିଲୋମିଟର ଧରିକି ଯୋଉ ରାସ୍ତା ଦେଖି ଆସିଲୁ, ଆପଣ ଆମକୁ ଦେଖେଇ ଆସିଲେ କିଭଳି ଭାବରେ ସେ ରାସ୍ତା ଖରାପ ହେଇଛି, କୋଉ ଜାଗାରେ ପିଚୁ ବାହାରି ପଡୁଛି, କୋଉଠି ତ ହୋମ୍ ପାଇପ୍ ଫାଟିଛି, କ'ଣ କହିବାକୁ ଚାହୁଁଛି? ମୁଁ ଆପଣଙ୍କୁ ଏଇ ଆମର ବୋଲେ 8 କିଲୋମିଟର ଯେଉଁ ରାସ୍ତା ହେଇଛି ପାଣ୍ଡରାଖାଲଠାରୁ କୁଟିଙ୍ଗୁଡ଼ା ପ୍ରାୟତଃ ଆମର ଯେଉଁଠି ବୋଲେ କାହାକୁ ଅଭିଯୋଗ କରିଥିଲେ ଯେ ରାସ୍ତାରେ ଏଭଳି କାମ ହେଇଛି, ଦୁର୍ନୀତି ହେଇଛି ବୋଲି ବି ବାରମ୍ବାର କହୁଛନ୍ତି। ସେଟା କାହାକୁ ଅଭିଯୋଗ କରିଥିଲେ, ଆଉ ସେ କଣ୍ଟ୍ରାକ୍ଟର କ'ଣ ଆପଣଙ୍କୁ ପ୍ରତିକ୍ରିୟା ଦେଇଛି? ମୁଁ ଅଭିଯୋଗ କରିଥିଲି ଯେ ଆମର RDJ ଚନ୍ଦ୍ରପୁର ସେ କହିଲେ କି କାମଟା ଟିକେ ଭଲ କରାଅ ବୋଲି କହିଥିଲି। ତା ସତ୍ତ୍ୱେ ସେ କହିଲେ କି ନାଇଁ କାମଟା ଭଲ ହେବ କହିକି ଆଉ ଯେଉଁଠି ଭଲ ହୋମ୍ ପାଇପ୍ ଦେବା କଥା ସେଠି ଫଟା ହୋମ୍ ପାଇପ୍ ଦେଇଛନ୍ତି। ଆଉ ଯେଉଁଠି କାମ ଭଲରେ ବୋଲେ ସିଏ କଂକ୍ରିଟ୍ ଭଲରେ ମାନେ କମ୍ ସିମେଣ୍ଟ ଦେଇକି ସେମାନେ କାର୍ଯ୍ୟକାରୀ କରିଛନ୍ତି। ରାସ୍ତା ଏଭଳି ଭାବରେ ରାସ୍ତା ଖରାପ ହେଇକି ମାନେ ନୂଆ ରାସ୍ତା ବି ତିଆରି ଚାଲିଛି, ଇଆଡେ ପିଚୁ ବାହାରି ପଡୁଛି। ପ୍ରାୟ 15 ଦିନ ହେଲାଣି ମଧ୍ୟ ସେ ରାସ୍ତାରେ ପିଚୁ ବାହାରୁଛି। ଆଉ ସାଇଡ୍ ୱାଲ୍ ଯୋଉଟା କି କଂକ୍ରିଟର ଉଠେଇବା କଥା, ସାଇଡ୍ ୱାଲ୍ ଟାଇଁ ଯୋଉଠି ଉଠେଇବା କଥା ସେ ଜାଗାରେ ଯୋଉ ଭଳିଆ ବଡ ବଡ ଗଛ ପକେଇକିରି ସାଇଡ୍ ୱାଲ୍ ଭଳିଆ କରିଦେଇଛନ୍ତି। ସେ ବିଷୟରେ କ'ଣ କହୁଛନ୍ତି? ଆଜ୍ଞା, ଆମେ ସେ କାର୍ଯ୍ୟକୁ ଆମେ ଅନେକ ଥର କହିଛୁ। ଯେ କାମ ଦେଖୁଛନ୍ତି ନବୀନ ଦିବାକା ଆମର ଗୋଇଗୁଡ଼ାର, ଆମେ ସେ ଆଜ୍ଞାଙ୍କୁ ମଧ୍ୟ କହିଛୁ, ଅନୁରୋଧ କରିଛୁ। ଆଜ୍ଞା ଦେଖ ରାସ୍ତା ଏମିତି କାମ କରୁଛନ୍ତି, ଯୋଉଠି ୱାଲ୍ ଦେବା କଥା ସେଠି ୱାଲ୍ ନ ଦେଇ କାଠ ଦେଇଛନ୍ତି। ଆଉ ଯୋଉଠି ଭଲ ହୋମ୍ ପାଇପ୍ ରହିବା କଥା ସେଠି ଫଟାଟା ରଖିଛନ୍ତି। ଆଉ ସେଭଳିଆ ଭାବରେ ଅନେକ ଜାଗାରେ କାମ କରିଛନ୍ତି, ଯାହାରି ଫଳରେ ଆମମାନଙ୍କ ପାଇଁ ଅସୁବିଧାର କାରଣ ହେଉଛି। ବର୍ତ୍ତମାନ ତାହା ଆଗକୁ ରହିବ କି ନାହିଁ ତାହା ଆମକୁ ଗ୍ୟାରେଣ୍ଟି ଲାଗୁନାହିଁ। ଯେଉଁ 8 କିଲୋମିଟର ଉପରେ ଲୋକଙ୍କର ଅଭିଯୋଗ ଆସିଛି, ତାହା ବିଭାଗୀୟ ଅଧିକାରୀଙ୍କର ନିଦ କେବେ ଭାଙ୍ଗୁଛି, କେବେ ଏହାର ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା। ରାୟଗଡ଼ା ବିଷମଗଡ଼ ଚନ୍ଦ୍ରପୁର ବ୍ଲକରୁ ସନାତନ ନାୟକଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର।